नमस्कार बंधुगण, जय जगन्नाथ। आज आसतु दाढ़ता भक्तिर रघु बेहेरा संवादों कथा शुणा। विषयटी आरंभ करने पूर्व आपण मानक एतिकी अनुरोध करुछि, चैनल टी को सब्सक्राइब करी वीडियो गुड़ी को पूरा शुणा को चेष्टा करंतो। भल लगिले कमेंट बॉक्स रे जय जगन्नाथ बोली निश्चित लिखंतो। एकादश अध्याय रघु बेहेरा संवाद। मनोवाच मन बोइले चैतन, शुणिली अपूर्व वचन। से नीलांबर दास कथा, शुणी छाड़िला मन व्यथा। एही प्रकारे कथा जेते, अछई कहूथा मते। मोर पूछिबा जाए आउ, तुम्भ कहिबार न थाउ। केवल साधु कथा जेते, कही पवित्र कर मते। शुणे चैतन्य अतीत से, कहि मन राजा पासे। हे राजा सावधाने शुण, ए दाढ़ भक्तिर लक्षण। पुरुषोत्तम महाक्षेत्र, जे क्षेत्र मानके पवित्र। तहिकी 10 कोश ठारे, श्रीनीलाचल पारुषरे। पिपली ग्राम नाम तार, सेही ग्राम रे तार घर। जाति रे अटई धीवर, रघु बेहेरा नाम तार। ताहार घरे 3 प्राणी, माता सहिते ता घरणी। एमंते 3 जन थांती, करी ताहांक निज वृत्ति। जाल पकाई मीन मारी, प्राण पोषई बिक्री करी। एमंते केते दिन अंते, सुज्ञान हेला तार चित्ते। श्री गुरु मंत्र जप करी, तिलक माला हृदय धरी। बसई साधु जन कति, श्री भागवत पढ़े नीति। जीव मारिबा दोष जेते, विचार करू थाई चिते। दंड दंड के शोक भरे, कर कचाड़ी हृदय रे। बोले विधाता एहा कलु, धीवर कूले जन्म देलु। जीव मारणे पोषी मुहि, नरके पड़ी बई जाई। एमंत मन रे विचारी, नगलाऊ मीन मारी। दैबे दुखी घर सीना, होइला अत्यंत जातना। ताहार माता पत्नी नीति, नाना प्रकारे गाली दियंती। तू एबे होइबु सन्यास, आमको रखी उपवास। नहिले मीन मारी जाओ, निज कुटुंब पोषुथाओ। शुणी धीवर कोप भरे, पेलणा जाल धरी करे। गला से मीन मारिबारे, प्रवेश हेला सरोवरे। कृष्ण सुमरी पशि जले, जाल बाहिला चारि कूले। एमंत केते समय रे, श्री जगन्नाथंक कृपारे। पड़िला रही माछ गोटी, ता जाल मध्यरे चहटी। ताहा देखिण कैवर्त, माइला कपाल रे हाथ।
ବିଚାର କରଇ ସେ ଚିତେ ଏହାକୁ ମାରିବି କେମନ୍ତେ ସାକ୍ଷାତେ ମୀନ ଅବତାର ଯେହୁ ନାସିଲେ ଶଙ୍ଖାସୁର ସେ ଦିବ୍ୟ ରୂପ ନାଶ କରି ମୁଁ କେନେ ଥିବି ଦେହ ଧରି ଯେବେ ନ ମାରିବି ଏ ମୀନ ମୋତେ ନ ମିଳିବ ଭୋଜନ ପତ୍ନୀ ଯେ ଦୁଆରୁ ତଡ଼ିବ ଅନ୍ନ ନ ଦେଇ ଘଉଡ଼ିବ ଏମନ୍ତ ବୋଲି ଭାବ ଭୋଳେ ବେନି ନୟନ ଧାରା ଗଳେ ସେମିନ ଧରି ବେଗେ ଗଲା ଶୁଷ୍କ ଭୂମିରେ ପକାଇଲା ବୋଇଲା ମୀନ ରୂପୀ ଶୁଣ ତୁ ଯାହା କରିଛୁ ଭିଆଣ ମୋର ତ ଧୀବର ସ୍ୱଭାବ କେ ତାହା ଅନ୍ୟଥା କରିବ ତୋତେ ନ କଲେ ଆଜ ନାଶ ମୋତେ ତ ନ ମିଳିବ ଗ୍ରାସ ଏଣୁ ମାରିବା କଥା ସତ ବୋଲି ତଣ୍ଟରେ ଦେଲା ହସ୍ତ ଅଳପ ଜାକି ଦେଲା ଧରି ସେମିନ ବଦନ ବିସ୍ତାରି ଡାକିଲା ରଖ ନାରାୟଣ ଧୀବର ଶୁଣିଲା ଶ୍ରବଣ ନିଧି ପ୍ରାପତ ହେଲା ଯେନେ ତେସନେ ଆନନ୍ଦ ତା ମନେ ସେମିନ ଘେନି ଚଳିଗଲା ଅଗମ୍ୟ ବନସ୍ତେ ମିଳିଲା ନିର୍ଝର ଠାରେ ଝରଣୀର ଦେଖି ହରସ ମନ ତାର ସେ ଝର ତଟେ କୁଣ୍ଡ କରି ଅଳପ ନୀର ତହିଁ ଭରି ସେ ଜଳେ ସେମିନ ନିବେଶି ଦୃଢ଼ ଆସନେ କରି ବସି ବୋଲେ ମୀନ ଗର୍ଭଗତେ ଯେ ନାମ ଶୁଣାଇଲା ମୋତେ ସେ ବେରୂପବନ୍ତ ହେଉ ମୋତେ ସେ ଦେଖା ଦେଇ ଯାଉ ନୋହିଲେ ଜୀବନ ହାରିବି ହତ୍ୟା ତାହାର ପରେ ଦେବି ଏମନ୍ତେ ନିଷ୍ଠା ବ୍ରତ କଲା ସେମିନ ରୂପେ ହେତୁ ହେଲା ଇନ୍ଦ୍ରିୟ ମାନ ବଶ କରି ଚଞ୍ଚଳ ଚିତ୍ତ ସ୍ଥିର କରି ସୁମାର୍ଗେ ରଖି ନେତ୍ର ଦୁଇ ମନକୁ ଜ୍ଞାନ ମାର୍ଗେ ଥୋଇ ଭଜନ କଲା ନାରାୟଣ ସେ ନାମ ପରମ କାରଣ ସେ ନାରାୟଣ ନାମ ଗୋଟି ହୃଦ ପଦ୍ମରେ କଲା ଗଣ୍ଠି ନିରତେ ବଦନରେ ଶୁଣି ନ ଜାଣେ ଦିବସ ରଜନୀ ଏମନ୍ତେ 3 ଦିନ ହେଲା କେଣିକି ପାଦ ନ ଟଳିଲା ମରିବା କଥା କଲା ମୂଳ ତାହା ଜାଣିଲେ ଆଦି ମୂଳ ବିପ୍ର ସ୍ୱରୂପ ଗୋଟି ଧରି ଧୀବର ଆଗେ ବିଜେ କରି ବୋଇଲେ ଶୁଣ ହେ ତପସ୍ୱୀ କି ତପ କରୁ ଏଥେ ବସି କି ଜାତି ଗୋତ୍ର ଅଟେ ତୋର କି ତୋର ନାହିଁ ଘର ଦ୍ୱାର କି ସବିଚାରୁ ଅଛୁ ମନେ ଏକାନ୍ତେ ବସି ଅଛୁ ବନେ କହ ହେ କେ ବଣ ଚରିତ ଶୁଣି ବୋଲଇ କଇବର୍ତ୍ତ ହେ ବିପ୍ର କି ମୋତେ ପଚାର ଜାତିରେ ଅଟେ ମୁଁ ଧୀବର କୁଟୁମ୍ବ ଜଞ୍ଜାଳ ନିମନ୍ତେ ପେଲଣା ଜାଲ ଧରି ହସ୍ତେ ଅଇଲି ମୀନ ମାରିବାରେ
ପ୍ରବେଶ ହେଲି ସରୋବରେ। ଜାଲ ପକାନ୍ତେ ଜଳେ ପଶି ପଡ଼ିଲା ରୋହି ମାଛ ଆସି। ସେମିନ ପକାଇଣ କୂଳେ ଧରି ମୁଁ ମାରିବାର ବେଳେ। ସେ ମାଛ ପାଟି ବିସ୍ତାରିଣ ଡାକିଲା ରଖ ନାରାୟଣ। ଶୁଣି ମୁଁ ଆଚମ୍ବିତ ହୋଇ ମିନକୁ କରି ଅଇଲଇଁ। ଏ ଘୋର ବନସ୍ତରେ ପଶି ମିନକୁ ଜଗି ଅଛି ବସି। ଯେ ନାମ ଶୁଣାଇଲା ମୋତେ ତାହାକୁ ଦେଖିବା ନିମନ୍ତେ। ତେବେ ମୁଁ ନିଜ ପୁରେ ଯିବି ନୋହିଲେ ଜୀବନ ହାରିବି। ଏକଥା ମୋର ସତ୍ୟବ୍ରତ ତେଣୁ ମୁଁ ଆସିଅଛି ଏଥ। କହିଲି ମନର ବେଦନା ହେବି ପ୍ରବିବେକର କିଣା। ତୁମ୍ଭେ ଥିବାରୁ ମୋ ଆଗର ଭଜନ ହେଉଛି ଉଛୁର। ଏମନ୍ତ ବୋଲି ନାରାୟଣ ନାମ ଭଜନ କଲା ପୁଣ। ସେ ଅନ୍ତର୍ଯ୍ୟାମୀ ନାରାୟଣ ଜାଣିଲେ ରଘୁଦାସ ମନ। ବୋଇଲେ ଶୁଣ ହେ ଧୀବର ଏକଥା ବିପରୀତ ତୋର। ମୀନ ରଟିବ ନାମ କାହିଁ ଏକଥା ପରତେ ନ ଯାଇ। ଯେବେ ରଟିବ ପରମାଣ ଦଇବ ବୋଲି ତାକୁ ଜାଣ। ସେ କାହିଁ ଦେଖା ଦେବେ ତୋତେ କି ଅର୍ଥେ ବସି ଅଛୁ ଏଥେ। ଏବେ ତୁ ନିଜ ପୁରେ ଯାଅ ଅଧିକ କଷ୍ଟ ହିଁ ନ ପାଅ। ତା ଶୁଣି ବୋଲେ କଇବର୍ତ୍ତ ଭଲା କହିଲୁ ବିପ୍ରତୁତ। ସେ ସିନା ଦେଖା ଦେବା ଦୂର ମୋର ମରିବାଟିନି କର। ଏଥକୁ ଭୟ ନାହିଁ କିଛି ପ୍ରାଣ ମୁଁ ମୁରୁଛି ରହିଛି। କେବଳ ଦୀନ ବନ୍ଧୁ ନାମ ବହିଅଛନ୍ତି ଦାରୁ ବ୍ରହ୍ମ। ପତିତ ରକ୍ଷଣ ନିମନ୍ତେ ଦେଉଳେ ବାନ୍ଧିଛନ୍ତି ନେତେ। ଭୃତ୍ୟ ଆରତ ନିବାରଣେ ଶ୍ରୀଭୁଜେ ଚକ୍ର ଅନୁକ୍ଷଣେ। ଧରି ବିଜୟ ଦାରୁ ହରି ଏଣୁ ଭରସା ଅଛି କରି। ଅବଶ୍ୟ ଦେଖା ଦେବେ ଥରେ ବିଚାରି ଅଛି ମୋ ମନରେ। ନହିଲେ ପ୍ରାଣ ମୋର ଯାଉ ତାର କିରତି ରହିଥାଉ। ଏବେ ହୋ ଶୁଣ ବିପ୍ରବର ତୁମ୍ଭଙ୍କୁ କୋଟି ନମସ୍କାର। କଲ୍ୟାଣ କରି ମୋତେ ଚଳ ଭଜନ ହେଉଅଛି ହେଳ। ତା ଶୁଣି ଶ୍ଵେତ ପଦ୍ମଡୋଳା ଭକତ ଭାବେ ହେଲେ ଭୋଳା। ବିଚାର କଲେ ହୃଦଗତେ ମୁହିଁ ନିର୍ଦୟ ହେଲେ ଥେ। ନିଶ୍ଚୟ ମରିବ ଏ ଧୀବର ଜୀବନ ଆଶା ନାହିଁ ଯାର। ଏମନ୍ତେ କହି ପିତବାସ ବୋଇଲେ ଶୁଣ ରଘୁଦାସ। ଆମ୍ଭେଟି ମୀନ ଗର୍ଭଗତେ ସେ ନାମ ଶୁଣାଇଲୁ ତୋତେ। ତୋ ମନେ ସଂଶୟ ନ କର ଆମ୍ଭେଟି ଜଗତ ଈଶ୍ୱର। ଆସିଣ କୃପା କଲୁ ତୋତେ ବର ତୁ ମାଗି ଘେନି ମୋତେ।
ତା ଶୁଣି ବୋଲଇ ଧୀବର, ଦେଖାଅ ନିଜ ରୂପ ତୋର। ବାରେ ଦେଖିବି ଚର୍ମଣ୍ଡଳେ, ଖଣ୍ଡିବି ଜନ୍ମ ମୃତ୍ୟୁ ହେଳେ। ତା ଶୁଣି ପ୍ରଭୁ ଦେବରାଜ, ତକ୍ଷଣେ ହେଲେ ଚତୁର୍ଭୁଜ। କମ୍ବୁର ଥାଙ୍ଗ ଗଦାଧର, ଶୋଭା ପାଉଛି ଚାରିକର। ପ୍ରତ୍ୟକ୍ଷେ ଉଭା ପିତବାସ, ଦେଖି ଉଠିଲେ ରଘୁଦାସ। ସାଷ୍ଟାଙ୍ଗେ କରି ଦଣ୍ଡବତ, ଉଠି କପାଳେ ଯୋଡ଼ି ହାତ। ବୋଲନ୍ତି ନମ ଚକ୍ରପାଣି, ଭକତ ଜନ ଚିନ୍ତାମଣି। ବ୍ରହ୍ମା ଇନ୍ଦ୍ରାଦି ଯୋଗେଶ୍ୱର, ଧ୍ୟାନେ ଚିନ୍ତନ୍ତି ଯାପୟର। ସେ ପ୍ରଭୁ ମୋହ ଡର ପାଇଁ, ବିଜୟ କଲେ ଦୟା ବହି। ଆଉ ମୁଁ କି ବର ମାଗିବି, ତୁମ୍ଭ ଚରଣେ ଲୁଚି ଯିବି। ପ୍ରଭୁ ବୋଇଲେ ଯାହା ମନ, ମାଗ ହୋ ପୋକତ ରତନ। ଦାସ ବୋଇଲେ ଯେବେ ବର, ଦେବାକୁ କୃପା ହେବ ତୋର। ଏ ମୋର ଧୀବର ସ୍ୱଭାବ, ଏହା କେମନ୍ତ ଛାଡ଼ି ଯିବ। ଆବର ଅନ୍ନ ମିଳୁଥିବ, ତୋ ନାମ ଧରି ଯିବ ଯିବ। ଯେବେ ହୃଦୟରେ ଭାବୁଥିବି, ତୁମ୍ଭ ଦର୍ଶନ ପାଉଥିବି। ଅସ୍ତୁ ବୋଲିଣ ଭଗବାନ, ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ। ଗଳେ ବୈକୁଣ୍ଠପୁରେ ଚଳି, ଭକତ ହରି ହରି ବୋଲି। ବନରୁ ହୋଇଲା ବାହାର, ଭାବେ କମଇ ଧୀର ଧୀର। করে বজাই করতাଳି, বেনি নয়ন ধারা গଳି। শ্রীহরি নাম গান করি, প্রবেশ হেলা নিজ পুরী। এণে যে নিজ পুরজনে, রঘুকু ন দেখি নয়নে। কান্দি ବୋବାଇ ପଡ଼ି ଗଡ଼ି, ମଲା ବୋଲିଣ ଆଶା ଛାଡ଼ି। ଅତ୍ୟନ୍ତ ଚିନ୍ତା ଭରେ ଥିଲେ, ଏହି ସମୟେ ଦାସେ ଗଲେ। ତା ଦେଖେ ତା ସଙ୍ଗେ ପୁରଜନ ଯେତେ, ଗୋଡ଼ାଇ ଅଛନ୍ତି ସମସ୍ତେ। ବୋଇଲେ ଦେଖ ଏଇ ବାଇ, ଛଦ୍ରମେ ପ୍ରଭୁ ନାମ ଗାଇ। କଷ୍ଟକୁ ଭୟ କରି ଚିତେ, ଲୁଚି ଯେ ଥିଲା ଦିନ କେତେ। ଶୁଣି ଅଇଲା ଧାଇଁ ଧାଇଁ, ପତ୍ନୀ କି ଡରାଇବା ପାଇଁ। ଠକ ଠାପୁଆ ଜନମରୁ, ଠାପୁଆ ମାନଙ୍କର ଗୁରୁ। ଏମନ୍ତ ଉପହାସ କଲେ, ଯେଝାପୁରକୁ ଚଳିଗଲେ। ଏଥି ଉତାରୁ ଗୃହଜନେ, ଦାସଙ୍କୁ ନେଇଣ ସଦନେ। ଅନ୍ନ ବ୍ୟଞ୍ଜନ ପରସିଲେ, ରଘୁର ମନକୁ ତୋଷିଲେ। ଭୋଜନ ସାରି ଦାସେ ଉଠି, ଭଜି ଶ୍ରୀ ହରି ନାମେ ଗୋଟି। କଥା ପଦକେ ନାରାୟଣ, ନାମର ଟଇ ପୁଣ ପୁଣ। ମାତା ତିଳକ ଭେଦ କରି, ବୈଷ୍ଣବ ପଥକୁ ଆବରି। ଦାଣ୍ଡେ ବୁଲଇ ଭିକ୍ଷା ଅର୍ଥେ, ମାଗଇ ନାହିଁ କଦାଚିତେ। ଶ୍ରୀନାରାୟଣ ନାମ ଧରି, ଦାଣ୍ଡେ ବୁଲଇ ଭିକ୍ଷା କରି।
ପ୍ରଭୁଙ୍କ ଆଜ୍ଞା ପ୍ରମାଣରେ ଯେତେ ରାଗଇ ତାର ଘରେ। ଲୋକେ ଦିଅନ୍ତି ଯାଚି କରି ଦାସେ ଆଣନ୍ତେ ତାହା ଧରି। ଦିଅନ୍ତି ମାତା ସନ୍ନିଧାନେ ଦେଖି ଆନନ୍ଦ ମାତା ମନେ। କରିଣ ରନ୍ଧନ ଭୋଜନ ସୁଖେଣ ବଞ୍ଚୁଥାନ୍ତି ଦିନ। ଏମନ୍ତେ କେତେ ଦିନ ପରେ ଦିନେକ ଗ୍ରାମ ମଣ୍ଡପରେ ବସି ଅଛନ୍ତି ରଘୁଦାସେ। ବାଳକେ ବେଢ଼ି ଚଉପାଶେ ବୋଲନ୍ତି ଛିଦ୍ର ମତ ପଶି। ଦେଖ ସାଧୁ ତ ପ୍ରାୟ ଦିଶି କୁଟୁମ୍ବ ପୋଷିଣ ନ ପାରି। ଝିଅଇ ଭିକ୍ଷା ମାଗି କରି ଧଳି ଉଡ଼ାଇ ଟାହି କଲେ। ବିଶେଷ ରୂପେ ଗାଳି ଦେଲେ ନାନା ପ୍ରକାରେ ଗାଳି ଦେଇ। କେମାଳ ଉଡ଼ୁଛି ନିଅଇ ତା ଦେଖି ଶ୍ରୀହରିର ଦାସ। ଉଠି ଗମନ୍ତି ନିଜ ବାସ ଏକ ବାଳକ ତହିଁ ଥିଲା। ପଛରେ ଗୋଡ଼ାଇଣ ଗଲା ଲୌହ କଣ୍ଟକ ଲଗାବାଡ଼ି। ଧରିନି ତମ୍ବେ ହେଲା ମାଡ଼ି ରୁଧିର ହୋଇଲା ବାହାର। ତା ଦେଖି ବୋଇଲା ଧୀବର କି ଅପରାଧ କଲି ତୋତେ। ଏଡ଼େକ ଦଣ୍ଡ ଦେଲୁ ମୋତେ। ତୋତେ ଦଣ୍ଡନ୍ତୁ ଦୀନ ବନ୍ଧୁ ତୋ ମାତ ପୁତ୍ର ବୋଲି କାନ୍ଦୁ। ଏମନ୍ତ ବୋଲି ସାପ ଦେଇ ଦାସ ପହଣ୍ଡି କେତେ ଯାଇ। ତକ୍ଷଣେ ସେ ବାଳକ ଗୋଟି ଜୀବନ ହାରି ଭୂମି ଲୋଟି। ତା ଦେଖି ସକଳ ବାଳକେ ଯାଇ ମିଳିଲେ ତାର ପାଶେ। ଦେଖିଲେ ପିଣ୍ଡେ ପ୍ରାଣ ନାହିଁ ସମସ୍ତେ ଗଲେ ତହୁଁ ଧାଇଁ। ତା ମାତା ପିତାଙ୍କ ଆଗରେ ସକଳ ବୁଝାଇ କହିଲେ ତୁମ୍ଭର ପୁତ୍ର ପ୍ରାଣ ଛାଡ଼ି ମଝି ଦାଣ୍ଡରେ ଅଛି ପଡ଼ି। ତା ଶୁଣି ଜନନୀ ପିଅର ରୋଦନ କରି ଉଚ୍ଚ ସ୍ୱର। ମିଳିଲେ ପୁତ୍ର ପାଶେ ଯାଇ ଧରିଣ ସଳଖି ବସାଇ। ନାସିକା ଚିପି କର୍ଣ୍ଣ ଫୁଙ୍କି କର ଚରଣ ନାଡ଼ି ଦେଖି। ଜାଣିଲେ ପିଣ୍ଡେ ପ୍ରାଣ ନାହିଁ ପୁତ୍ରକୁ ଘେନି ଗଲେ ବହି। ଦାସଙ୍କ ପାଦେ ପକାଇଲେ ଅନେକ ବିନୟ ହୋଇଲେ। ବୋଇଲେ ଶୁଣ ଆହେ ସାଧୁ ତୁମ୍ଭେ ତ ସର୍ବଲୋକ ବନ୍ଧୁ। ଶତ୍ରୁ ମିତ୍ରାଦି ତୋର ନାହିଁ ଏ ଦଣ୍ଡ ବିହିଲ କିମ୍ପାଇଁ। ଏବେ ମୋ ପୁତ୍ର ଦୋଷ ଯେତେ ସକଳ ଦିଅ ମୋର ମାଥେ। ସଂସାର ମଧ୍ୟେ ମୋତେ ରଖ ଦିଅ ମୋ ଏକଇ ବାଳକ। ନହିଲେ ହତ୍ୟା ହେବ ତୋତେ ବୋଲି ପଡ଼ିଲେ ପାଦ ଗତେ। ତା ଦେଖି ଶ୍ରୀହରିର ଦାସ ଚିନ୍ତିଣ କମଳା ବିଳାସ। ବୋଇଲେ ଶୁଣ ସାଧୁ ଜନ ଶୁଣ ହେ ସକଳ ନନ୍ଦନ। ମୋହର ଦୋଷ ଥିଲେ ଥେ ସମସ୍ତେ ଦଣ୍ଡ କିନା ମୋତେ। ତାହାର ଅପରାଧ ତାହିଁ ଦଣ୍ଡ ବିହିଲେ ଭାବଗ୍ରାହୀ। ଏବେ ମୋ ପ୍ରଭୁଙ୍କ ଆଜ୍ଞାରେ
ମୁକତି ଥାଉ ଏ ସଂସାରେ ଜୀବନ ପାଉ ଏ ବାଳକ ସମସ୍ତେ ଉଠ ବୋଲି ଡାକ ତା ଶୁଣି ତାତ ମାର ତାର ଆବର ଯେତେ ଥିଲେ ନର ସମସ୍ତେ ବୋଲି ହରି ହରି ତୋଳିଲେ ପୁତ୍ର ଭୁଜ ଧରି ବୋଇଲେ ଉଠରେ ବାଳୁତ ଦେଖ ତ ହର ତାତ ମାତ ତା ଶୁଣି ଉଠିଲା କୁମାର ପାଇଣ ନିଜ ପ୍ରାଣ ତାର ନିଦୁ ଉଠିଲା ପ୍ରାୟ ହୋଇ ଚକ୍ଷୁ ମଳିଣ ଦେଲା ଚାହିଁ ଦେଖିଲା ଗ୍ରାମ ଜନ ଯେତେ ଦାସଙ୍କୁ ବେଢ଼ିଣ ସମସ୍ତେ ତାତ ଜନନୀ ଭକ୍ତ ପାଦେ ସେବା କରନ୍ତି ଅପ୍ରମାଦେ ତା ଦେଖି ସେ ବାଳକ ଗୋଟି ଦାସଙ୍କ ପାଦ ତଳେ ଲୋଟି ଉଠି କପାଳେ ଦେଲା କର ବୋଲେ ମୋ ଦୋଷ କ୍ଷମା କର ତାହା ଦେଖିଣ ସର୍ବଜନେ ଅତି ଚକିତ ହେଲେ ମନେ ଦାସଙ୍କ ପାଦ ପୂଜା କଲେ ଯେ ଯାହା ମତେ ଚଳିଗଲେ ଦାସ ଚଳିଲେ ନିଜ ପୁର ଭଜଣ ଗୋବିନ୍ଦ ଗୋପାଳ ଏମନ୍ତ କେତେ ଦିନ ଗଲା ତା ଯଶ ଜଗତେ ପୁରିଲା ବେଳକୁ ବେଳ କୀର୍ତ୍ତି ତାର ବଢ଼ିଲା ଅପାରୁ ଅପାର ସେ ରାଜେ ପ୍ରଜାଜନ ଯେତେ ଆନନ୍ଦେ ଆସନ୍ତି ସମସ୍ତେ ଦେଖିଣ ଧନ ବସ୍ତ୍ର ଦିଅନ୍ତି ଦର୍ଶନ କରିଲେ ଉଠନ୍ତି ଯାହାକୁ ଯାହା ସେ କହଇ ସେ କଥା ଅନ୍ୟଥା ନୁହଁଇ ଏମନ୍ତ ଗଲା କେତେ ଦିନ ଏଥି ଉତାରୁ କଥା ଶୁଣ ଦିନେ ହୋ ମନର ହରସେ ଏକାନ୍ତେ ବସି ରଘୁଦାସେ କିଛି ଭୋଜନ ଦ୍ରବ୍ୟ ଥୋଇ ଧ୍ୟାନ ଚିନ୍ତିଲେ ଭାବଗ୍ରାହୀ ତକ୍ଷଣେ ନୀଳାଚଳବାସୀ ଭକତ ପାଶେ ହେଲେ ଆସି ଦାସେ ଦେଖିଣ ଶ୍ରଦ୍ଧା ମନେ ପ୍ରଭୁ ବସାଇ ଦିବ୍ୟାସନେ ଭୋଜନ ଦ୍ରବ୍ୟ ଧରି କରେ ଭୁଞ୍ଜାନ୍ତି ପ୍ରଭୁଙ୍କ ମୁଖରେ ଏମନ୍ତ ସମୟରେ ତହିଁ ସେ ମହାରାଜା ନୃପ ସାଇଁ ପ୍ରଭୁଙ୍କ ମଣ ହି ନିମନ୍ତେ ନାନା ପ୍ରକାରେ ଭୋଗ ଯେତେ ସେବକ ହସ୍ତେ ଭାର କରି ଭୋଗ ମଣ୍ଡପେ ନେଇ ଭରି ପଣ୍ଡାଏ ପୂଜାରେ ବସିଲେ ପ୍ରଭୁ ଚଳୁରେ ନ ଦିଶିଲେ କେତେ ବେଳେ ଧ୍ୟାନ ଗତେ ଦିଶିଲେ ନାହିଁ କଦାଚିତେ ନୃପତି ପାଶେ ଜଣାଇଲେ ପ୍ରଭୁ ଯେ ମଣହୀନ କଲେ କିଏ ବା ହୋଇଲା ଅଭାବ ସକଳ ଭୋଗ ପୋତା ହେବ ଶୁଣି ନୃପତି ତାପ ମନେ ଗରୁଡ଼ ପଛେ କୁଶାସନେ ଶୋଇଲେ ପ୍ରଭୁ ଚିନ୍ତା କରି ତାହା ଜାଣିଲେ ନରହରି ସ୍ୱପନ ମାର୍ଗେ ଭାବଗ୍ରାହୀ ନୃପତି ଆଗେ ଉଭା ହୋଇ ବୋଇଲେ ଶୁଣ ହେ ରାଜନ କିମ୍ପା ତୁ କରୁ ଦୁଃଖ ମନ ଆମ୍ଭେ ଯେ ପିପିଲି ଗ୍ରାମରେ ଧୀବର ରଘୁଦାସ ଘରେ
ଭୋଜନ କରୁଅଛୁ ବସି, ତେଣୁଟି ଚଳୁରେ ନ ଦିଶି। ଭକତ ରେଣୁ ମାତ୍ର ଦେଲେ, ତାହା ମୁଁ ମଣେ ମେରୁ ତୋଲେ। ଭାବରୁ ଥାଇ ଯେ ଭୋଜନ, ସେ ମେରୁ ତୁଲେ ଦେବା ଦାନ। ସେ ମୋତେ ଅଟଇ କିଞ୍ଚିତ, ଶ୍ରଦ୍ଧା ନ ଥାଇ ଯାର ଚିତ୍ତ। ତେଣୁଟି କହୁଅଛି ତୋତେ, ଯାଇ ପିପିଲି ପରିଜନ୍ତେ। ମୋର ଦାସକୁ ଘେନି ଆସ, ଦିଅ ତୁ କ୍ଷେତ୍ର ବରେ ବାସ। ତେବେ ମୁଁ କରିବି ଭୋଜନ, ଏମନ୍ତ କହି ଅନ୍ତର୍ଧ୍ୟାନ। ପ୍ରଭୁ ଶ୍ରୀ ମୁଖୁ ଏହା ଶୁଣି, ନିଦ୍ରାରୁ ଉଠି ନୃପମଣି। ଅଶ୍ୱାରୋହୀ ଚଳିଗଲେ, ସକଳ ସମ୍ଭ୍ରମର ତୁଲେ। ମିଳିଲେ ପିପିଲି ଗ୍ରାମରେ, ଧୀବର ରଘୁଦାସ ଦ୍ୱାରେ। ଆପେ ନୃପତି ଗରୁ ହଂସ, ଡାକିଲେ ଦାସେ ବେଗେ ଆସ। ତାହା ନ ଜାଣେ ରଘୁଦାସ, ପ୍ରଭୁ ସେବାରେ ଅଭିଳାଷ। କୋଟିଏ ନିଧି ପାଇଅଛି, ତେଣୁ ସେ ନ ଜାଣଇ କିଛି। ନୃପତି କେତେ ହେଁ ଡାକିଲେ, ଦାସେ ଶ୍ରବଣେ ନ ଶୁଣିଲେ। ତାହା ଜାଣିଲେ ନରନାଥ, ଅଶ୍ଵରୁ ଉତୁରି ତ୍ୱରିତ। ମନ୍ଦିରେ ପ୍ରବେଶ ହୋଇଲେ, ଦାସଙ୍କ ପାରୁ ସେ ମିଳିଲେ। ତାହା ଜାଣିଲେ ଭଗବାନ, ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ। ପ୍ରଭୁ ନ ଦେଖି ଦାସେ ଭୋଳେ, ନେତ୍ରୁଲୋତକ ଧାର ଗଳେ। ଆହା ମୋ ପ୍ରଭୁ ଗଲେ କାହିଁ, ବୋଲି ଭୂମିରେ ପଡ଼ିଯାଇ। ତାହା ଦେଖିଣ ନୃପବର, ତୋଳିଣ ଧଇଲେ ଶ୍ରୀକର। ହୃଦରେ କଲେ ଆଲିଙ୍ଗନ, ବୋଇଲେ ଧନ୍ୟ ତୋ ଜୀବନ। ହରିଙ୍କି କଲୁ ବଶବର୍ତ୍ତୀ, ତୋର ଦର୍ଶନେ ମୁଁ ମୁକତି। ଏମନ୍ତ ବୋଲି ଦଣ୍ଡଧାରୀ, ନେଲେ ଦାସଙ୍କ ହସ୍ତ ଧରି। କରିଣ ନାନା ମତେ ସଜ, ମଣ୍ଡାଇ ନାନା ବେଶ ଗଜ। ଦାସଙ୍କୁ ତହିଁ ବସାଇଲେ, କୁଟୁମ୍ବ ସଙ୍ଗେ ଚଳାଇଲେ। ନାନା ଉତ୍ସବେ ଚଳିଗଲେ, ଶ୍ରୀ ପୁରୁଷୋତ୍ତମେ ମିଳିଲେ। ପ୍ରଭୁଙ୍କୁ କଲେ ଦର୍ଶନ, ବଢ଼ିଲା ସେବା ପୂଜାମାନ। ଦକ୍ଷିଣ ପାରୁଷରେ ଭଲେ, ଚଉରି ଘର ନିର୍ମାଣିଲେ। ତହିଁ ଦାସଙ୍କୁ ଦେଲେ ସ୍ଥାନ, ଖଞ୍ଜିଲେ ଖଞ୍ଜାବରତନ। ଅନେକ ଗୌରବ କରି, ଚଳିଣ ଗଲେ ଦଣ୍ଡଧାରୀ। ଦାସେ ରହିଲେ ପ୍ରଭୁ ପାଶେ, ଅତ୍ୟନ୍ତ ମନର ହରଷେ। ନିରତେ କରି ହରି ସେବା, ନ ଜାଣେ ଅନ୍ୟ ଦେବୀ ଦେବା। ନିରତେ ଦାନ ପୁଣ୍ୟରତ, ନାମ ଭଜନ ବିରତ। ଏମନ୍ତେ ବଞ୍ଚୁଥାଇ ଦିନ, ଆନନ୍ଦେ ଶୁଣ ହୋ ମନ। ତାହାର ନାମ ରଘୁଦାସ, ଜଗତେ ହୋଇଛି ପ୍ରକାଶ। ଆଉ ତା ଯେତେ ଯେତେ କଥା, କହି ବସିଲେ ହେବ ପୋଥା। ଶୁଣ ମନ ହୋଇ ଦୋଷ, ଦାଢ଼୍ୟତା ଭକ୍ତି ସୁଧାରସ।
ଏ ମନ ଚୈତନ୍ୟ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଅଶେଷ ଜନ୍ମ ପାପ ଥିଲେ ଖଣ୍ଡିବ ବଦନେ ଶୁଣିଲେ। କେବଳ ଥିଲେ ଟି ଶରଧା ଲାଗିବ ନାହିଁ ପାପ ବାଧା। କହଇ ବିପ୍ର ଜଗନ୍ନାଥ ସାଧୁଙ୍କ ମହିମା ବିଚିତ୍ର। ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମ୍ରତେ ମନ ଚୈତନ୍ୟ ସମ୍ବାଦେ ରଘୁ ବେହେରା ଦାଢ଼୍ୟତା ଭକ୍ତି ବର୍ଣ୍ଣନେ ନାମ ଏକାଦଶ ଅଧ୍ୟାୟ। ଦ୍ୱାଦଶ ଅଧ୍ୟାୟ ଗଙ୍ଗାଧର ଦାସ ସମ୍ବାଦ। ଚୈତନ୍ୟ ଉବାଚ କହେ ଚୈତନ୍ୟ ଶୁଦ୍ଧ ଚେତା ଶୁଣ ସୁମନ ସାଧୁ କଥା। ପୁରୁଷୋତ୍ତମ କ୍ଷେତ୍ରବରେ ପ୍ରତାପ ରୁଦ୍ର ସମୟରେ। ଗୋବିନ୍ଦପୁର ବୋଲି ନାମ ଗ୍ରାମମାନଙ୍କ ମୁଖ୍ୟ ସ୍ଥାନ। ବଣିଆ ନାମ ଗଙ୍ଗାଧର ସେହି ଗ୍ରାମରେ ତାର ଘର। ଭାରିଜା ନାମ ତାର ଶ୍ରିୟା ସତୀ ସାଧବୀ ସ୍ୱାମୀ ପ୍ରିୟା। ପୁତ୍ର ଦୁହିତା ତାର ନାହିଁ ତହିଁକି ଶୋଚନା ନଥାଇ। ସେ ପତି ପତ୍ନୀ ଥାନ୍ତି ଏକା କରିଣ ଆପଣା ଜୀବିକା। ଶର୍କରା କରି ବିକି କିଣି ସୁଖେ ଜିଅନ୍ତି ବେନି ପ୍ରାଣୀ। ନାନାଦି କଟୁ ଦ୍ରବ୍ୟ ଯେତେ ସେ ଶୁଣ୍ଠି ପିପଳି ସହିତେ। କରିଣ ଶ୍ରୀହରି ଭକତି ସେବା ଦୟାରେ ଶୁଦ୍ଧମତି। ପର ଦୁଃଖରେ ହୋଇ ଦୁଃଖୀ ସେବନ୍ତି ସାଧୁ ଜନ ଦେଖି। ଏମନ୍ତେ କେତେ ଦିନ ଗଲା ବୃଦ୍ଧ ବୟସ ଆସି ହେଲା। ଦିନେକ ଶୟନ ସମୟେ ପତ୍ନୀ ତ ପତି ଆଗେ କହେ। ମୋ ସ୍ୱାମୀ ଶୁଣ ମୋ ବଚନ ଲୋକେ ମୁଁ ହେଲି ହୀନିମାନ। ଘର ବାହାର ବନ୍ଧୁ ଘାଟେ ଥୋକେ ବୋଲନ୍ତି ହାଟ ବାଟେ। ପଡ଼ୁଏ ଆଣ୍ଠୁ କୋଡ଼ି ମୁଖ ମୁଖଟି ପ୍ରଭାତେ ନ ଦେଖ। ଏମନ୍ତ ବୋଲି ଥୋକେ ଲୋକ ଠିଆ ନହନ୍ତି ମୋର ପାଖ। ଥୋକାଏ କଥା ନ କହନ୍ତି ଦେଖିଲେ ମଥା ପୋତି ଯାନ୍ତି। ଏଣୁ ମୋ ହୃଦୟ ଆକୁଳ ଖଣ୍ଡିଲେ ନାହିଁ ଆଦି ମୂଳ। ଆମ୍ଭ ଭାଗ୍ୟରେ ପୁତ୍ର ନାହିଁ ଲୋଡ଼ିଲେ ପାଇବା ତ କାହିଁ। ଏଥକୁ ବ୍ରାହ୍ମଣ କୁମାର ଗୋଟିଏ ବିବାହ ବ୍ରତ କର। ନହିଲେ ଆପଣା କୁଳରୁ ଅତ୍ୟନ୍ତ ଦରିଦ୍ରର ଘରୁ। କିଛି ଦେଇଣ ତାକୁ ଚିତ୍ତ ଜିଣିଷେ ଆଣ ଏକ ସୂତ। କିଛି ଦେଇଣ ତାକୁ ବିତ୍ତ କିଣି ଯେ ଆଣ ଏକ ସୂତ। ପାଳିବା ପୁତ୍ର ସମ କରି ଏ ଭବ ଜଳୁ ହେବା ପାରି। ତରିବା ପର ଅପବାଦୁ ସର୍ବେ ବୋଲିବେ ସାଧୁ ସାଧୁ। ମୋ ମନେ ଯୋଗାଏ କଥା ତା ଶୁଣି ବୋଲେ ନିଜ ଭର୍ତ୍ତା। ନିଶ୍ଚୟ ଆଣିବା ଏକ ବାଳ ପୁତ୍ର ସମାନେ ପ୍ରତିପାଳ। ଏମନ୍ତ ବୋଲି ଚଳିଗଲା ଶ୍ରୀ ପୁରୁଷୋତ୍ତମେ ମିଳିଲା। ପ୍ରବେଶ ରୂପକାର ଘରେ କିଛି ହିଁ ଧନ ଦେଇ ତାରେ। ସର୍ବଲକ୍ଷଣ ପୂର୍ଣ୍ଣ ଜାଣି କୃଷ୍ଣ ପ୍ରତିମା ଗୋଟିଏ ଆଣି ତା ପତ୍ନୀ ଆଗେ ଦେଲା। ଭସଖୀ ସମ୍ଭାଳ ବୋଇଲା
ଏହିଟି ଗତି ମୁକ୍ତିଦାତା, ଏହିଟି ଜୀବର କରତା। ଏହାକୁ ପୁତ୍ର ବୁଦ୍ଧି କରି ଯଶୋଦା ଦେବୀ ଗଲେ ତରି। ବ୍ରହ୍ମାଦି ସର୍ବଦେବ ଗଣେ ଏହାକୁ ଭାବୁଥାନ୍ତି ମଣେ। ଏ ପ୍ରଭୁ ବିନା ଅନ୍ୟ ଜଣେ ନାହିଁ ଜୀବନ ଉଦ୍ଧାରଣେ। ଏଣୁ କେବଳ ହୃଦଗତେ ବିଶ୍ୱାସେ ସେବ ଏକ ଚିତ୍ତେ। ଯାହା ବାଞ୍ଛିବୁ ତୋର ମନ ତାହା କରିବେ ପୂର୍ଣ୍ଣ। ତା ଶୁଣି ଆନନ୍ଦେ ସୁନ୍ଦରୀ କୃଷ୍ଣ ପ୍ରତିମା ଗୋଟି ଧରି। ସ୍ନାନ ମାର୍ଜନା କରାଇଲେ ଦିବ୍ୟ ଆସନେ ବସାଇଲେ। ଉତ୍ତମ ସର କ୍ଷୀର ପାନ କୃଷ୍ଣକୁ କଲେ ନିବେଦନ। ବିଚାର କଲା ତାର ମନେ ପୁତ୍ର ପାଇଲି ଏତେ ଦିନେ। ଏହାଙ୍କୁ ପୁତ୍ର ଭାବେ ମଣି ସୁଖେ ତରିବୁ ଘେନି ପ୍ରାଣୀ। ଏମନ୍ତ ବୋଲି ଆଦି କନ୍ଦ ସେ ବୀଣ ହୋଇଲେ ଆନନ୍ଦ। ପୁତ୍ର ପରାଏ ନିରନ୍ତରେ ତୈଳ କୁଙ୍କୁମ ଅଙ୍ଗରେ। ମର୍ଦନ କରି ନୀତି ନୀତି ସ୍ନାନ ମାର୍ଜନା କରନ୍ତି। କର୍ପୂର ଚନ୍ଦନ ସହିତେ ସର୍ବାଙ୍ଗେ ଲେପୁଥାନ୍ତି ନିତ୍ୟେ। ନାନା କୁସୁମେ ବେଶ କରି ନାନାଦି ଅଳଙ୍କାର ଭରି। ବାଳକ ଠାରେ ସ୍ନେହ ଯେତେ ସେହି ପ୍ରକାରେ ସ୍ନେହ ଚିତ୍ତେ। ଯେତେ ଅପୂର୍ବ ଦ୍ରବ୍ୟମାନ କୃଷ୍ଣଙ୍କୁ କରି ନିବେଦନ। ପଛେ ଭୁଞ୍ଜନ୍ତି ବେନି ପ୍ରାଣୀ ନହିଲେ ନ ଛୁଅନ୍ତି ପାଣି। କେନ୍ଦୁ କଇଁଥ ବର କୋଳି ପଣସ ଶ୍ରୀଫଳ କଦଳୀ। ଗ୍ରାମକୁ ଯେତେ ବିକାଶେ କିଣି ଦିଅନ୍ତି ପୁତ୍ର ପାଶେ। ଆବର ଯେତେ ବଣିଜାର ପିଅର ଗଲେ ଦେଶପୁର। ସେବା ଅପୂର୍ବ ଦ୍ରବ୍ୟମାନ ବହି ଯେ ଆଣେ ଶ୍ରଦ୍ଧା ମନ। ଆଣଇ ଅତି ଶ୍ରଦ୍ଧା ଚିତ୍ତେ ପୁତ୍ରକୁ ଦେବାର ନିମନ୍ତେ। ପ୍ରବେଶ ହେଲା କ୍ଷଣି ଘରେ ଦିଅଇ ନେଇ ପୁତ୍ର କରେ। ମାତା ହିଁ ଅତି ସ୍ନେହ ଭରେ ପୁତ୍ରକୁ ଧରି କୋଳ କରେ। ଦଣ୍ଡେ ନ ଛାଡ଼େ ପୁତ୍ର ପାଶ ଗୃହ କିରତି ତାକୁ ବିଷ। ଦୈବ ଯୋଗେ ସେ ଯୁବତୀ ଯେବେ କରଇ ଗୃହ କୀର୍ତ୍ତି। ନିରତେ ହୋଇ ଛନ ଛନ ପୁତ୍ର ନିବେଶି ଥାଇ ମନ। ଦଣ୍ଡକେ ଆସୁଥାଇ ଦେଖି ଦେଖିଲେ ହେଉଥାଇ ସୁଖୀ। କେତେବେଳକେ କୋଳେ ଭିଡ଼ି ବୋଲଇ ଯାଇଥିଲି ଛାଡ଼ି। ମୁହିନ ଲକ୍ଷଣୀ ମଲି ତୋତେ ଏକାକୀ ଛାଡ଼ି ଗଲି। ଏମନ୍ତ ବୋଲି ଚନ୍ଦ୍ରମୁଖେ ଚୁମ୍ବନ ଦେଇ ଅତି ସୁଖେ। ଏହି ପ୍ରକାରେ ସେ ଯୁବତୀ ଭାବନା କରୁଥାଇ ନୀତି। କୃଷ୍ଣଙ୍କୁ ପୁତ୍ର ପ୍ରାୟ ମଣି ଅନ୍ୟ ନ ଜାଣେ ସେ ତରୁଣୀ। ତାତହୁଁ ତାହା ସତ ଗୁଣେ କୃଷ୍ଣଙ୍କୁ ପୁତ୍ର ପ୍ରାୟ ମଣେ। ଏମନ୍ତେ ଗଲା କେତେ ଦିନ ଏଥି ଉତ୍ତାରୁ ଶୁଣ ମନ।
ଦିନେକ ଗଙ୍ଗାଧର ଦାସ କହିଲା ନିଜ ପତ୍ନୀ ବାସ। ଯାଉଛି ବଣିଜ ନିମନ୍ତେ ପୁତ୍ର ଲାଗିଲା ଏକା ତୋତେ। କ୍ଷଣେ ତୁ କେଣିକି ନ ଯିବୁ ନିରତେ ପୁତ୍ର ପାଶେ ଥିବୁ। ଏମନ୍ତ ବୋଲି ବେଗ କରି ନାନା ଦୀପଣ୍ୟ ଦ୍ରବ୍ୟ ଭରି ଜଣାଇ ପୁତ୍ରର ଗ୍ରତେ ଚଳିଲେ ବଣିଜ ନିମନ୍ତେ। ଚିତ୍ତନି ବେଶୀ ପୁତ୍ର ପାଶେ ବୁଲିବି କହି ଦେଶେ ଦେଶେ। ଏମନ୍ତେ 3 ଦିନ ଗଲା ତାହାକୁ 3 ଯୁଗ ହେଲା। ସୁତ ନ ଦେଖି ଛନ ଛନ ବସି ସେ ଠୁଳ କଲା ମନ। ପୁତ୍ର ନିମନ୍ତେ ଯେ ଅପୂର୍ବ କିଣି ଆଣିଲା ଭକ୍ଷ ଦ୍ରବ୍ୟ। ଘେନି ଆନନ୍ଦେ ଚଳିଗଲା ଗ୍ରାମ ନିକଟେ ଯାଇ ହେଲା। ଦଇବେ ବୃଦ୍ଧ ଗଙ୍ଗାଧର ଚାଲନ୍ତେ ଅତି ଖରତର। ପାଦ ଖସନ୍ତେ ସେ ପଡ଼ିଲା ପଡ଼ିବା ଠାରେ ପ୍ରାଣ ଗଲା। ଜୀବ ଯିବାର ବେଳେ ତାର ଡାକିଲା ଆଣେ କୃଷ୍ଣ ମୋର। ଦେଖିଲି ନାହିଁ ତୋ ଶ୍ରୀମୁଖ ମୁଁ ପାପୀ ବଡ଼ଇ ମୂର୍ଖ। ଏମନ୍ତ ବୋଲି ପୁଣ ପୁଣ କୃଷ୍ଣ ସୁମରି ଗଲା ପ୍ରାଣ। ତାହା ଦେଖିଣ ଗ୍ରାମ ଲୋକେ କହିଲେ ତା ପତ୍ନୀ ସମୀପେ। ବୋଇଲେ ଶୁଣ ଆଗ ସଖୀ ଅଇଲୁ ତୋ ପତି କି ଦେଖି। ଗ୍ରାମ ବାହାରେ ଅଛି ଶୋଇ ଦେଖିଲୁ ପିଣ୍ଡେ ପ୍ରାଣ ନାହିଁ। ତାହା ଶୁଣିଣ ମହାସତୀ ହୃଦ ପଦ୍ମରେ କଲା ଭୀତି। ଅତ୍ୟନ୍ତ ଶୋକ ଭର ହୋଇ ମିଳିଲା ପୁତ୍ର ପାଶେ ଯାଇ। ଡାକିଲା ରେ କୃଷ୍ଣ ମୋର ଅରକ୍ଷ ଲୋକଙ୍କ ସୋଦର। ଦୀନ ବାନ୍ଧବ ଚିନ୍ତାମଣି ଜଗନ୍ମୋହନ ବଂଶୀ ପାଣି। କି ବୁଦ୍ଧି କରିବି ମୁଁ ଏବେ ବାଟେ ତୋ ପିତା ମଲା ଯେବେ। ଏଥକୁ କହ ବୁଦ୍ଧି ମତେ ହେ ପୁତ୍ର ପଚାରୁଛି ତୋତେ। ତା ଶୁଣି ପ୍ରଭୁ ଚକ୍ରଧର ଜଗତନାଥ ବିଶ୍ୱମ୍ବର। ବୈକୁଣ୍ଠବାସୀ ଅନ୍ତର୍ଯ୍ୟାମୀ ଭକତ ଭାବେ ଦେବ ସ୍ୱାମୀ। ତକ୍ଷଣେ ହୋଇଲେ ବିସ୍ମୟେ ବୋଇଲେ ଶୁଣ ଶ୍ରୀ ଗୋମାଏ। ତୁମ୍ଭେ କିମ୍ପାଇଁ ଚିନ୍ତା କର ପଥଶ୍ରମରେ ପିତା ମୋର। ନିଦ୍ରା ଯେ ଯାଇଛନ୍ତି ସିନା ତୁ ଯାଇ ତୋଳି ଆଣ କିନା। ବୋଲିବୁ ଏକା ପୁତ୍ର ଛାଡ଼ି କିମ୍ପା ଏଠାରେ ଅଛ ପଡ଼ି। ବହନ ଉଠ ଘର ଯିବ ପୁତ୍ର ଯେ ତେଣେ କାନ୍ଦୁଥିବ। ଉଠାଇ ଘେନି ଆସ ତାତ ବହନ ଚଳି ଯାଅ ମାତ। ପୁତ୍ର ଶ୍ରୀମୁଖୁ ଏହା ଶୁଣି ଅତି ଆନନ୍ଦେ ସେ ତରୁଣୀ। ଚଳିଣ ଗଲା ଅତି ବେଗେ ମିଳିଲା ନିଜ ସ୍ୱାମୀ ଆଗେ। ଦେଖିଲା ପିଣ୍ଡେ ପ୍ରାଣ ନାହିଁ ଅଜ୍ଞାନେ ପଡ଼ିଣ ଛଇ। ହସ୍ତ ଦେଇଣ ତାର ମାଥ ବୋଇଲା ଉଠ ପ୍ରାଣନାଥ। ଏକା ପୁତ୍ରକୁ ଛାଡ଼ି ମୁହିଁ ଆସିଛି କେହି ସଙ୍ଗେ ନାହିଁ।
ଏବେ ବହନ ଯିବା ଚାଲ, ସେ ପୁତ୍ର ସେବା ଆମ୍ଭମୂଳ। ଏମନ୍ତ ବୋଲୁ ଯେ ଯୁବତୀ, ପ୍ରାଣ ପାଇଲା ନିଜ ପତି। ନିଦୁ ଉଠିଲା ପ୍ରାୟ ହୋଇ, ଚକ୍ଷୁ ମଳିନ ଦେଲା ଚାହିଁ। ପାରୁ ସେ ନିଜ ନାରୀ ଦେଖି, ବୋଇଲା ଶୁଣ ଆଗ ସଖୀ। ତୁ କିମ୍ପା ଏଥକୁ ଅଇଲୁ, କହ ମୋ ପୁତ୍ରକୁ କି କଲୁ। ଏହା କହନ୍ତେ ନିଜ ଭର୍ତ୍ତା, ନାରୀ କହିଲା ସବୁ କଥା। ତହୁଁ ତୋରି ତେବେନି ପ୍ରାଣୀ, ଚଳିଲେ କୃଷ୍ଣ ଗୁଣ ଗୁଣୀ। ପ୍ରବେଶ ହେଲେ ନିଜ ପୁର, ଯାଇଣ ଶ୍ରୀକୃଷ୍ଣ ଛାମୁର। ଯେବା ଅପୂର୍ବ ଦ୍ରବ୍ୟମାନ, ପୁତ୍ରରେ କରି ନିବେଦନ। ଅତି ଆନନ୍ଦ ଭାବ ଭୋଳେ, ଚୁମ୍ବନ ଦେଲେ ଧରି କୋଳେ। ଏକ କୁଆରେ ଏକ ଛଡ଼ାଇ, ହୃଦରେ ଭିଡ଼ି ତୁମ୍ବ ଦେଇ। ଅତି ଆନନ୍ଦେ ପୁତ୍ର ନେଇ, ସେ ନିଜ ଆସନେ ବସାଇ। ପତି ପତ୍ନୀ ଯେ କୋଟି ଗୁଣେ, ସେବିଲେ ଶ୍ରୀକୃଷ୍ଣ ଚରଣେ। ଏମନ୍ତେ ଦିବସ ଶେଷରେ, ରାତ୍ରେ ଶୟନ ସମୟରେ। ବୋଇଲା ଗଙ୍ଗାଧର ଦାସ, ହେ କୃଷ୍ଣ କମଳା ବିଳାସ। ଅଶେଷ ଜୀବର କରତା, ଚତୁର ବର୍ଗ ଫଳଦାତା। ତୁମ୍ଭଙ୍କୁ ପୁତ୍ର କରି ପାଇ, ମୋ କଷ୍ଟ ନ ଗଲା କିମ୍ପାଇଁ। ଏ ବୃଦ୍ଧ କାଳେ ଗ୍ରାମ ଦେଶ, ବୋଲି ମୁଁ ନ ଗଲେ ଅବଶ୍ୟ। ଭୋଜନ ନ ମିଳେ ଆମ୍ଭଙ୍କୁ, କେ ଅଛି ଆହା ବୋଲିବାକୁ। ଏମନ୍ତ ବୋଲନ୍ତେ ପିଅର, ତାହା ଜାଣିଲେ ଚକ୍ରଧର। ଶ୍ରୀକୃଷ୍ଣ ହୃଦଗତେ ବିଜେ, ବସି ବୋଲନ୍ତି ଦେବରାଜେ। ହେ तात ମାତ ଏବେ ଶୁଣ, ଚିନ୍ତା କରିବା ଅକାରଣ। ମୋ ପରି ପୁତ୍ର ଥାଉ ଥାଉ, ଚିତ୍ତେ କାହାକୁ ଭୟ ଆଉ। ଯାହା ବାଞ୍ଛିତ ତୁମ୍ଭେ ମାନେ, ତାହା ମିଳିବ ସନ୍ନିଧାନେ। ଏକଥା ଅଟଇ ପ୍ରମାଣ, ସଂଶୟ ନାହିଁ ଏଥେ ଜାଣ। ଏବେ ତୋ ବାଞ୍ଛା ସିଦ୍ଧ ହେଉ, ତୋ ଘରେ ଧନ ପୁରୀ ଥାଉ। ଏମନ୍ତ ଆଜ୍ଞା ତାକୁ ଦେଇ, ମନୁଷ୍ୟ ମତେ ଭାବଗ୍ରାହୀ। ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ, ପିଅର ଶୁଣି ଏ ବଚନ। ଉଠି ଧାଇଁଲେ ବେଗ ହୋଇ, ଦେଖିଲା ପୁତ୍ର ଘରେ ନାହିଁ। ତକ୍ଷଣେ ଦେଖିଲା ଭବନ, ପୁରୀ ଅଛଇ ବହୁ ଧନ। ପୁତ୍ରକୁ ନ ଦେଖି ନୟନେ, ବିଚାର କଲା ତାର ମନେ। ଯେ ହରି ବାଞ୍ଛା କଳ୍ପତରୁ, ଯାହା ମହିମା ମହାମେରୁ। ଭକତ ଜନେ ଦୟା ତାର, କିସ ହୋଇବ ଧନ ଛାର। ବାଞ୍ଛିଲେ ବାଞ୍ଛା ଫଳ ପାଇ, ଅଧିକେ ପ୍ରୟୋଜନ ନାହିଁ। ମୁଁ ମୂଢ଼ ମନ୍ଦ କୃତ୍ୟ କଲି, ଧନର ଲୋଭେ ନାଶ ଗଲି। କୃଷ୍ଣକୁ ହରାଇଲି ମୋର, କିସ କରିବ ଧନ ଛାର। ଏମନ୍ତେ ପ୍ରଭୁ ଗୁଣ ଗୁଣୀ, ରୋଦନ କଲେ ବେନି ପ୍ରାଣୀ।
ଆହା ଶ୍ରୀକୃଷ୍ଣ କାହିଁ ଗଲ, ଆମ୍ଭଙ୍କୁ ସଙ୍ଗତେ ନ ନେଲ। ଆମ୍ଭଙ୍କୁ ପଟଳେ ପକାଇ ଚାଲେ ଯିବାର ନ ଯୋଗାଇ। ତୁମ୍ଭର ବିନା ଜୀବ ଜୀବ ଥାଇଣ କି ଭୋଗ କରିବ। ଥାଇ ନ ଥାଇ ଏ ଜୀବନ ଯେବେ ଛାଡ଼ିଲା ମୋ ନନ୍ଦନ। ହେମନ୍ତ ବୋଲି ଗଙ୍ଗାଧର କୃଷ୍ଣ ସୁମରି ସତେବାର। ପ୍ରାଣ ଛାଡ଼ିଲା ଭାବ ଭୋଳେ ତା ଦେଖି ପତ୍ନୀ ଧରି କୋଳେ। ବୋଇଲା ଧିକ ଏ ଜୀବନ ଯେବେ ଛାଡ଼ିଲା ମୋ ନନ୍ଦନ। ଆବର ଗଲେ ପତି ମୋର କୃଷ୍ଣ ସୁମରି ସତବାର। ପତି ପୁତ୍ର ହେଲେ ଅନ୍ତର ଆଉ କି ପ୍ରୟୋଜନ ମୋର। ଏ ଜୀବ ଥିବା କି କାରଣ ଜୀବ ହିଁ ସ୍ୱାମୀର ସଙ୍ଗେଣ। ଯୁବତୀ ମାନଙ୍କର ଧର୍ମ କରିବ ଉଚିତ ଯେ କର୍ମ। ଅନଳ ଜାଳି ପତି ସଙ୍ଗେ ପଶିବି ତହିଁ ମଧ୍ୟେ ବେଗେ। ହେମନ୍ତ ବିଚାରୁ ସୁନ୍ଦରୀ ତକ୍ଷଣେ ପାହିଲା ସବରି। ଦିବସ ଦେଖି ସେ ଯୁବତୀ ଯେତେକ ଧନ ବା ସମ୍ପତ୍ତି। ହରି କୃପାରୁ ହୋଇଥିଲା ଅନେକ ବିପ୍ର ହସ୍ତେ ଦେଲା। ଦୁଃଖୀ ଦରିଦ୍ର ସାଧୁ ଜନେ ଧନ ଯେ ଦେଲା ଶୁଦ୍ଧ ମନେ। ଯେତେକ ବିତ୍ତ ତାର ଥିଲା ତେଣୁ ପ୍ରମାଣେ ନ ରଖିଲା। ସକଳ ଧନ ଦେଲା ସାରି ସ୍ୱାମୀ କି ସଙ୍ଗତରେ ଧରି। ନାନା ଉତ୍ସବ କରାଇଲା ଗ୍ରାମ ବାହାରେ ଚଳିଗଲା। ଚନ୍ଦନ କାଷ୍ଠେ ଅଗ୍ନି ଜାଳି ଅନେକ ଘୃତ ତହିଁ ଢାଳି। ଘୃତ ତୃଣାଦି ଛଣ ପତ୍ର ପାଇ ଜଳିଲା ଅଗ୍ନିହୋତ୍ର। ଅତି ପ୍ରଖର ଚିତାନଳ ଘୋଟିଲା ଗଗନ ମଣ୍ଡଳ। ସେ ମହା ଅଗ୍ନି ତେଜ ପାଇ ପାରୁ ସେ ରହି ନ ହୁଅଇ। ହେମନ୍ତ ସମୟରେ ନାରୀ ଯେ ବିଧି ମତେ ସ୍ନାନ କରି। ଅନେକ ମତେ ସଜ ହୋଇ ମୁଖେ ଶ୍ରୀ ହରି ନାମ ଗାଇ। ପତି କି ଘେନି ଅତୀତ ସେ ମିଳିଲା ଅଗ୍ନି କୁଣ୍ଡ ପାଶେ। ବୋଇଲା ନମ ବୈଶ୍ୱାନର ନମସ୍ତେ ଚନ୍ଦ୍ର ଦିବାକର। ନମସ୍ତେ ଦଶ ଦିଗପାଳ ନମ ବସୁଧା ଖଣ୍ଡଳ। ନମ ବିଧାତା ହରିହର ଅଶେଷ ବ୍ରହ୍ମାଣ୍ଡ ଠାକୁର। ଶରଣ ଗଲି ରଖ ମୋତେ ମୁଁ ଯିବି ସ୍ୱାମୀର ସଙ୍ଗତେ। ଅନଳ ମଧ୍ୟେ ଦେବି ଝାସ ନ ଲାଗୁ ଆତ୍ମହତ୍ୟା ଦୋଷ। ହେମନ୍ତ ବୋଲି ଧାତିକାରେ ପତି କି ଘେନି ସଙ୍ଗତରେ। ବୈକୁଣ୍ଠପୁର ଅନୁସରି ତୁଣ୍ଡେ ଶ୍ରୀକୃଷ୍ଣ ନାମ ଧରି। ସମସ୍ତେ ଦେଖୁ ଦେଖୁ ତହିଁ ଅନଳେ ପଡ଼ିଲା କଡ଼େଇ। ହେମନ୍ତ ସମୟରେ ଶୁଣ ଲକ୍ଷ୍ମୀ ସହିତେ ନାରାୟଣ। ତାରେ କରୁଣା କଲେ ଆସି ଅନଳେ କୁଣ୍ଡ ମଧ୍ୟେ ପଶି। ସେ ପତି ପତ୍ନୀ ପ୍ରାଣ ହାରି ରଥେ ବସାଇ ବେଗ କରି।
ଅନଳୁ ହୋଇଲେ ବାହାର ଶୁଣିଲା ଜୟ ଜୟକାର ଝଟକ ବିଦ୍ୟୁ ପ୍ରାୟ ଦିଶି ଗଗନ ମଧ୍ୟେ ଯାଇ ମିଶି ତାହା ଦେଖିଣ ସର୍ବନର ଡାକିଲେ ଧନ୍ୟ ଗଙ୍ଗାଧର ଧନ୍ୟ ତ ପତ୍ନୀ ତୋର ଭାବ ବ୍ରହ୍ମାଣ୍ଡ ମଧ୍ୟରେ ନଥିବ ଏମନ୍ତ ବୋଲି ଯେ ଝାମତେ ପ୍ରଶଂସା କରିଅ ପ୍ରମିତେ ଚଳିଣ ଗଲେ ଯେ ଝାପୁର ଚିତେ ଚିନ୍ତିଣ ଭାବ ତାର ଶୁଣ ସୁଜନ ହେତୁ ଦେଇ ଏ ଦାଢ଼ ଭକତି ଅଟଇ ସଦୃଢ଼ ଚିତ୍ତେ ଯେଉଁ ଜନ କରନ୍ତି ଶ୍ରବଣ ପଠନ ଜନ୍ମ ମରଣ ବାଧା ନାହିଁ ବସିବେ ବିଷ୍ଣୁ ଲୋକେ ଯାଇ ଏ ମନ ଚୈତନ୍ୟ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ ବୋଲଇ ବିପ୍ର ରାମ ଦାସ ମୂଳଟି ଅଟଇ ବିଶ୍ୱାସ ବିଶ୍ୱାସ ବିନା କର୍ମ ଯେତେ ଫଳ ନ ଫଳେ କଦାଚିତେ ଏଣୁ ଶ୍ରୀ ହରି ପଦ୍ମ ପାଦେ ମୋ ଚିତ୍ତ ରହୁ ଅପ୍ରମାଦେ ସାଧୁ ଜନଙ୍କ ପାଦ ଧୂଳି ନିରତେ ପଡ଼ୁ ମୋ ମଉଳି ଏ ଜୀବ ଯିବା କାଳେ କା ସାଧୁ ଶ୍ରୀକୃଷ୍ଣ ଦୁହେଁ ସଖା ସୁଜନେ ଏହି ରସେ ରସ ଏ ଭବ ଜଳରେ ନ ଭାସ ଏତେ ଶ୍ରୀ ଦାଢ଼୍ୟତା ଭକ୍ତିର ସାମୃତେ ମନ ଚୈତନ୍ୟ ସମ୍ବାଦେ ଗଙ୍ଗାଧର ଦାସ ପତ୍ନୀ ମୋକ୍ଷଣେ ନାମ 12 ଅଧ୍ୟାୟ।